ओम नमः शिवाय। ओम नमः शिवाय। ओम नमः शिवाय। हे दिव्य आत्मन, प्रिय भक्ति पिपासु बंधुगण, श्री श्री बाबा बेलेश्वर महादेवंक नूतन विग्रह मंदिर प्रतिष्ठा और विश्व शांति महायज्ञ उत्सव आसंता 12 फेब्रुआरी 2025 बुधवार ठारू आरंभ होई 17 फेब्रुआरी 2025 सोमवार पर्यंत महासमारोह आध्यात्मिक भावावेग मध्य अनुष्ठित हेब। स्थान बेलगछिया बारंग कटक। भावभक्तिर एही अपूर्व आध्यात्मिक महासमारोह आपण उपस्थित रही सहयोग करी विभु कृपा लाभ करंतु। मन रखंतु श्री श्री बाबा बेलेश्वर महादेवंक नूतन विग्रह मंदिर प्रतिष्ठा एवं विश्व शांति महायज्ञ उत्सव पालन करा जाउछि आनंद उल्लासर सहित भावभक्ति 12 फेब्रुआरी 2025 बुधवार ठारू 17 फेब्रुआरी 2025 सोमवार पर्यंत। स्थान बेलगछिया बारंग कटक। कार्यसूची 12/2/2025 बुधवार अष्टप्रहर नामयज्ञ और अधिवास। यही अवसर में संध्या 7टार देखिए सुविख्यात प्रख्यात कंठशिल्पी मानसी पात्र और साथी द्वारा आयोजित भजन संध्या कार्यक्रम 13/2/2025 गुरुवार दिन अनुष्ठित होब। अष्टप्रहरी नामयज्ञ और अंकुरारोपण 14/2/2025 शुक्रवार सकाल 7 घटिका ठारू जलयात्रा कलश अधिवास मंदिर अधिवास और विग्रह लेप। संध्या 7 घटिकार केशव चंद्र दास दीति कृष्ण कुनी प्रवचकों ठारू आपण माने श्रवण करिपारिबे दिव्य प्रवचन। 15/2/2025 शनिवार दिन मंडप पूजा अग्निस्थापन विग्रह अधिवास स्नान महास्नान और यज्ञाहुति। संध्या 7 घटिकार प्रवचन प्रदान करिवे प्रमोद पृष्टि विषय अच्युतानंद मालिका। 16/2/2025 रविवार सूर्य पूजा मंडल पूजा यज्ञाहुति विग्रह न्यास और सामवेद पाठ। संध्या 7 घटिकार कंठशिल्पी ओडिशार घरे घरे परिचित श्रीचरण महांती और साथी द्वारा परिवेशित हेब भजन संध्या कार्यक्रम। एवं 17/2/2025 सोमवार दिन सूर्य पूजा मंडल पूजा मंदिर प्रतिष्ठा शिखरी न्यास विग्रह ग्राम परिक्रमा मंदिर प्रवेश यज्ञाहुति एवं अपराह्न पूर्णाहुति कार्यक्रम अनुष्ठित हेब। यही आध्यात्मिक भावावेगर कार्यक्रम अवसर में 12/2/2025 बुधवार ठारू 17/2/2025 सोमवार पर्यंत प्रत्यह मध्याह्न और संध्या समय प्रसाद सेवन अनुष्ठित हेब। एणु आपण मानक विनम्रतार सहित अनुरोध आपण माने प्रसाद सेवन करी घर को फेरिबे। मन रखंतु 12/2/2025 बुधवार ठारू 17/2/2025 सोमवार पर्यंत एही श्री श्री बाबा बेलेश्वर महादेवंक नूतन विग्रह मंदिर प्रतिष्ठा और विश्व शांति महायज्ञ उत्सव
ମହାସମାରୋହରେ ଭାବ ଭକ୍ତିର ସହିତ ଅନୁଷ୍ଠିତ ହେବ। ସ୍ଥାନ ବେଲଗଛିଆ ବାରଙ୍ଗ କଟକ। ଆପଣମାନଙ୍କର ଉପସ୍ଥିତି ଏକାନ୍ତ କାମ୍ୟ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପଣମାନେ ବିଭୁ କୃପା ଲାଭ କରନ୍ତୁ। ପ୍ରିୟ ଆତ୍ମନ, ପ୍ରିୟ ଭକ୍ତି ପିପାସୁ ବନ୍ଧୁଗଣ, ଆପଣମାନଙ୍କ ପାଇଁ ଆଉ ଏକ ସୂଚନା। ଯେଉଁ ଭାଇ ଭଉଣୀ ମା ମାଉସୀମାନେ କଳସ ଶୋଭାଯାତ୍ରାରେ ଭାଗ ନେବାକୁ ଇଚ୍ଛୁକ, ସେମାନେ 14 ତାରିଖ ସକାଳ 8ଟାରେ ବେଲେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଆସି ପହଞ୍ଚିବା ପାଇଁ ଅନୁରୋଧ। ମନେ ରଖନ୍ତୁ, ଯେଉଁ ଭାଇ ଭଉଣୀ ମା ମାଉସୀମାନେ କଳସ ଶୋଭାଯାତ୍ରାରେ ଭାଗ ନେବାକୁ ଇଚ୍ଛୁକ, ସେମାନେ 14 ତାରିଖ ସକାଳ 8ଟାରେ ବେଲେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଆସି ପହଞ୍ଚିବା ପାଇଁ ଅନୁରୋଧ। ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ। ଆଲୋ ତୁଳସୀ ମନ୍ଦିର ଯିବା, ଦୁଃଖ ପକେଇକି ସୁଖ ଆଣିବା। ଆଲୋ ତୁଳସୀ ମନ୍ଦିର ଯିବା, ଦୁଃଖ ପକେଇକି ସୁଖ ଆଣିବା। ଆଲୋ 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 ତୁଳସୀ ଆ, ଶିବ ଦରବାର ପରା ସୋମବାରିଆ। ଆଲୋ ଶିବ ଦରବାର ପରା ସୋମବାରିଆ। ପ୍ରିୟ ଭକ୍ତି ପିପାସୁ ବନ୍ଧୁଗଣ, ଶ୍ରୀ ଶ୍ରୀ ବାବା ବେଲେଶ୍ୱର ମହାଦେବଙ୍କ ନୂତନ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱ ଶାନ୍ତି ମହାଯଜ୍ଞ ଉତ୍ସବ ଆସନ୍ତା 12 ଫେବୃଆରୀ 2025 ବୁଧବାର ଠାରୁ ଆରମ୍ଭ ହୋଇ 17 ଫେବୃଆରୀ 2025 ସୋମବାର ପର୍ଯ୍ୟନ୍ତ ମହାସମାରୋହରେ ଆଧ୍ୟାତ୍ମିକ ଭାବାବେଗ ମଧ୍ୟରେ ଅନୁଷ୍ଠିତ ହେବ। ସ୍ଥାନ ବେଲଗଛିଆ ବାରଙ୍ଗ କଟକ। ଭାବଭକ୍ତିର ଏହି ଅପୂର୍ବ ଆଧ୍ୟାତ୍ମିକ ମହାସମାରୋହରେ ଆପଣ ଉପସ୍ଥିତ ରହି ସହଯୋଗ କରି ବିଭୁ କୃପା ଲାଭ କରନ୍ତୁ। ମନେ ରଖନ୍ତୁ, ଶ୍ରୀ ଶ୍ରୀ ବାବା ବେଲେଶ୍ୱର ମହାଦେବଙ୍କ ନୂତନ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଏବଂ ବିଶ୍ୱ ଶାନ୍ତି ମହାଯଜ୍ଞ ଉତ୍ସବ ପାଳନ କରାଯାଉଛି ଆନନ୍ଦ ଉଲ୍ଲାସର ସହିତ ଭାବଭକ୍ତିରେ 12 ଫେବୃଆରୀ 2025 ବୁଧବାର ଠାରୁ 17 ଫେବୃଆରୀ 2025 ସୋମବାର ପର୍ଯ୍ୟନ୍ତ। ସ୍ଥାନ ବେଲଗଛିଆ ବାରଙ୍ଗ କଟକ। ରାତି ପାହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼। ହଇଲ ଶିବ ମନ୍ଦିରେ ଲାଗିବ ଭିଡ଼। ପହିଲି ଦର୍ଶନ ପହିଲି ଘର୍ଷଣ, ପହିଲି ଦର୍ଶନ ପହିଲି ଘର୍ଷଣ। ପହିଲି ପଣ୍ଡା ପହିଲି ଧଣ୍ଡା, ପହିଲି ଭୋଗ ପହିଲି ଯୋଗ, ପହିଲି ବକତ ବଡ଼। ରାତି ପାହିଲେ କାର୍ଯ୍ୟସୂଚୀ 12/2/2025 ବୁଧବାର ଅଷ୍ଟପ୍ରହର ନାମଯଜ୍ଞ ଓ ଅଧିବାସ। ଏହି ଅବସରରେ ସନ୍ଧ୍ୟା 7ଟାରେ ଦେଖିବେ ସୁବିଖ୍ୟାତ ପ୍ରଖ୍ୟାତ କଣ୍ଠଶିଳ୍ପୀ ମାନସୀ ପାତ୍ର ଓ ସାଥୀଙ୍କ ଦ୍ୱାରା ଆୟୋଜିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ। 13/2/2025 ଗୁରୁବାର ଦିନ ଅନୁଷ୍ଠିତ ହେବ ଅଷ୍ଟପ୍ରହରୀ ନାମଯଜ୍ଞ ଓ ଅଙ୍କୁରାରୋପଣ। 14/2/2025 ଶୁକ୍ରବାର ସକାଳ 7 ଘଟିକା ଠାରୁ ଜଳଯାତ୍ରା, କଳସ ଅଧିବାସ, ମନ୍ଦିର ଅଧିବାସ ଓ ବିଗ୍ରହ ଲେପ। ସନ୍ଧ୍ୟା 7 ଘଟିକାରେ କେଶବ ଚନ୍ଦ୍ର ଦାସ ଦ୍ୱିତୀକୃଷ୍ଣ କୁନି ପ୍ରବଚକଙ୍କ ଠାରୁ ଆପଣମାନେ ଶ୍ରବଣ କରିପାରିବେ ଦିବ୍ୟ ପ୍ରବଚନ। 15/2/2025 ଶନିବାର ଦିନ ମଣ୍ଡପ ପୂଜା, ଅଗ୍ନି ସ୍ଥାପନ, ବିଗ୍ରହ ଅଧିବାସ, ସ୍ନାନ, ମହାସ୍ନାନ ଓ ଯଜ୍ଞାହୁତି। ସନ୍ଧ୍ୟା 7 ଘଟିକାରେ ପ୍ରବଚନ ପ୍ରଦାନ କରିବେ ପ୍ରମୋଦ ପୃଷ୍ଟି। ବିଷୟ ଅଚ୍ୟୁତାନନ୍ଦ ମାଳିକା। 16/2/2025 ରବିବାର ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଯଜ୍ଞାହୁତି, ବିଗ୍ରହ ନ୍ୟାସ ଓ ସାମବେଦ ପାଠ। ସନ୍ଧ୍ୟା 7 ଘଟିକାରେ କଣ୍ଠଶିଳ୍ପୀ ଓଡ଼ିଶାର ଘରେ ଘରେ ପରିଚିତ ଶ୍ରୀଚରଣ ମହାନ୍ତି ଓ ସାଥୀଙ୍କ ଦ୍ୱାରା ପରିବେଶିତ ହେବ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ। ଏବଂ 17/2/2025 ସୋମବାର ଦିନ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ମନ୍ଦିର ପ୍ରତିଷ୍ଠା, ଶିଖରୀ ନ୍ୟାସ, ବିଗ୍ରହ ଗ୍ରାମ ପରିକ୍ରମା, ମନ୍ଦିର ପ୍ରବେଶ, ଯଜ୍ଞାହୁତି ଏବଂ ଅପରାହ୍ନରେ
ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜାଗର ରାତିରେ ମୋର ଉଠନ୍ତା କୋକେଇ ତୁମ ମହାଦୀପ ଚାହିଁ ତୁମ ମହାଦୀପ ଚାହିଁ ନ ପଡୁ କଉଡ଼ି ଖଇ ନ କାନ୍ଦୁ ମୋ ଲାଗି କେହି ନ ପଡୁ କଉଡ଼ି ଖଇ ନ କାନ୍ଦୁ ମୋ ଲାଗି କେହି ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ। ଏହି ଆଧ୍ୟାତ୍ମିକ ଭାବାବେଗର କାର୍ଯ୍ୟକ୍ରମ ଅବସରରେ 12/2/2025 ବୁଧବାର ଠାରୁ 17/2/2025 ସୋମବାର ପର୍ଯ୍ୟନ୍ତ ପ୍ରତ୍ୟହ ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ପ୍ରସାଦ ସେବନ ଅନୁଷ୍ଠିତ ହେବ। ଏଣୁ ଆପଣମାନଙ୍କୁ ବିନମ୍ରତାର ସହିତ ଅନୁରୋଧ, ଆପଣମାନେ ପ୍ରସାଦ ସେବନ କରି ଘରକୁ ଫେରିବେ। ମନେ ରଖନ୍ତୁ, 12/2/2025 ବୁଧବାର ଠାରୁ 17/2/2025 ସୋମବାର ପର୍ଯ୍ୟନ୍ତ ଏହି ଶ୍ରୀ ଶ୍ରୀ ବାବା ବେଲେଶ୍ୱର ମହାଦେବଙ୍କ ନୂତନ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱ ଶାନ୍ତି ମହାଯଜ୍ଞ ଉତ୍ସବ ମହାସମାରୋହରେ ଭାବ ଭକ୍ତିର ସହିତ ଅନୁଷ୍ଠିତ ହେବ। ସ୍ଥାନ ବେଲଗଛିଆ, ବାରଙ୍ଗ, କଟକ। ଆପଣମାନଙ୍କର ଉପସ୍ଥିତି ଏକାନ୍ତ କାମ୍ୟ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପଣମାନେ ବିଭୁ କୃପା ଲାଭ କରନ୍ତୁ। ପ୍ରିୟ ଆତ୍ମନ୍, ପ୍ରିୟ ଭକ୍ତି ପିପାସୁ ବନ୍ଧୁଗଣ, ଆପଣମାନଙ୍କ ପାଇଁ ଆଉ ଏକ ସୂଚନା। ଯେଉଁ ଭାଇ ଭଉଣୀ ମା ମାଉସୀମାନେ କଳସ ଶୋଭାଯାତ୍ରାରେ ଭାଗ ନେବାକୁ ଇଚ୍ଛୁକ, ସେମାନେ 14 ତାରିଖ ସକାଳ 8ଟାରେ ବେଲେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଆସି ପହଞ୍ଚିବା ପାଇଁ ଅନୁରୋଧ। ମନେ ରଖନ୍ତୁ, ଯେଉଁ ଭାଇ ଭଉଣୀ ମା ମାଉସୀମାନେ କଳସ ଶୋଭାଯାତ୍ରାରେ ଭାଗ ନେବାକୁ ଇଚ୍ଛୁକ, ସେମାନେ 14 ତାରିଖ ସକାଳ 8ଟାରେ ବେଲେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଆସି ପହଞ୍ଚିବା ପାଇଁ ଅନୁରୋଧ। ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ। জয় জয় উমাপতি হে জয় কৈলাস রাজা তুম পাই তিনি পুরে বাজে বাইদ বাজা। জয় জয় উমাপতি হে জয় কৈলাস রাজা তুম পাই তিনি পুরে বাজে বাইদ বাজা। জয় জয় মহাযোগী হে জয় ভোলা শঙ্কর জটারে ধরিছ চন্দ্রଙ୍କୁ আহে চন্দ্রশেখর। ओम नमः शिवाय, ओम नमः शिवाय, ओम नमः शिवाय। हे दिव्य आत्मन, प्रिय भक्ति पिपासु बंधुगण, श्री श्री बाबा बेलेश्वर महादेवଙ୍କ ନୂତନ ବିଗ୍ରହ